ଓଡ଼ିଶାବାସୀ ଜୟ ଜଗନ୍ନାଥ। ବର୍ତ୍ତମାନ ରାଜ୍ୟ ରାଜନୀତିରେ ଅଲୋଡ଼ା ପାଲଟି ସାରିଛି ମୋହନ ସରକାର। ମୋହନ ସରକାର ଆସିବାର 8 ମାସ ବିତି ଯାଇଛି। ଏହା ଫଳରେ ବହୁତ ଗୁଡ଼ିଏ ଆପଣମାନେ ଦେଖିଥିବେ ଅରାଜକତା, ଯେମିତିକି ବଜେଟ୍ ହେଉ, ଯେକୌଣସି ଦିଗରେ ଦେଖନ୍ତୁ ବହୁତ ଗୁଡ଼ିଏ ଅସୁବିଧାର ସମ୍ମୁଖୀନ ରାଜ୍ୟବାସୀଙ୍କୁ ହେବାକୁ ପଡ଼ିଛି। ମୋହନ ସରକାରଙ୍କର କିଛି ପଦପଦବୀ ମନ୍ତ୍ରିମଣ୍ଡଳର ଗଠନ କରାଯାଇଥିଲା, ଆଉ କିଛି ମୁଖ୍ୟ ଦାୟିତ୍ୱ ବି ଦିଆଯାଇଥିଲା। ପୃଥ୍ୱୀରାଜ ହରିଚନ୍ଦନ ଗୋଟେ ବ୍ୟକ୍ତି ବିଶେଷ ଯିଏକି ବହୁତ ବଡ଼ ବଡ଼ କଥା କୁହନ୍ତି, ତାଙ୍କୁ 3ଟି ବିଭାଗ ଦିଆଯାଇଥିଲା: ପୂର୍ତ୍ତ, ଆଇନ ଆଉ ଅବକାରୀ। ଆଇନ ବିଭାଗରେ ସିଏ ଦେଖନ୍ତୁ, ସିଏ କହିଥିଲେ ଯେ ଓଡ଼ିଆ ଏଏସ୍ଓ ମାଡ଼ମରା ଘଟଣା 2 ମାସରେ ସର୍ଟ ଆଉଟ୍ କରିକି ଉପଯୁକ୍ତ ଯାହା ସେ ଲୋକଙ୍କୁ ନ୍ୟାୟ ଦିଆଯିବ। ଆଜିକି 8 ମାସ ହେଇଗଲାଣି, ସେ କାମରେ କିଛି ଅଗ୍ରଗତି ହେଇନାହିଁ। ଆଉ ଆମ ବଡ଼ ଠାକୁରଙ୍କ କଥା, ରଥଯାତ୍ରାରେ ଠାକୁର ପଡ଼ିଗଲେ, ଧାଡ଼ି ବନ୍ଧା ଯେଉଁ ଲୋକ ଦର୍ଶନ କରୁଥିଲେ ସେଥିରେ ଅନିୟମିତତା ହେଲା। ଲୋକମାନେ ସହି ସେ ଦର୍ଶନ କରିପାରିଲେନି। କିଏ ଅଣନିଶ୍ୱାସୀ ହେଇ ପଡ଼ୁଥାଏ, କିଏ ପାଣି ପାଇଁ ବିକଳ ହେଉଥାଏ, କିଏ ପରିଜନଙ୍କ ପାଖରୁ ଦୂରେଇ ଯାଉଥାଏ। ଏଇଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଣି ସେମାନେ ଦାବି କରିଥିଲେ ଯେ ଆମେ ରତ୍ନଭଣ୍ଡାର ଖୋଲିବୁ। ଆଉ ରତ୍ନଭଣ୍ଡାର ଖୋଲିଲେ, ସେମାନେ ରତ୍ନ ଅଳଙ୍କାରକୁ ବାହାର କଲେ। ଗଣତି ମଣତିକୁ ଏପର୍ଯ୍ୟନ୍ତ ହେଇପାରିଲାନି। ରତ୍ନଭଣ୍ଡାର ରିପେୟାର ମରାମତି କାର୍ଯ୍ୟ ଝୁଲନ୍ତା ଅବସ୍ଥାରେ ଆପଣମାନେ ସମସ୍ତେ ଜାଣନ୍ତି। ଆଉ ଅବକାରୀ ବିଭାଗ, ଚିକିଟିରେ ବିଷାକ୍ତ ମଦ ପିଇ 5 ଜଣ ଲୋକ ମଲେ। 2 ମାସରେ ତଦନ୍ତ ହେବ କହିକି ଆଜିକି 6 ମାସ ହେଲାଣି, ସେଥିରେ ବି କିଛି ଆଖି ଦୃଶିଆ ରେଜଲ୍ଟ ବି ଦେଖିପାରିଲୁନି ଆମେ। ଆଉ ପୂର୍ତ୍ତ ବିଭାଗ ତ ଯେମିତି ହଜିଯାଇଛି, ଯେମିତି ତାଙ୍କର କୌଣସି କାମ ନାହିଁ। ଆଉ ମୋହନ ସରକାରଙ୍କ ସହିତ ତାଙ୍କର ତାଳମେଳ ଖାଉନି। ସେ କୁଆଡ଼େ ଆମର ଧରମା ଭାଇଙ୍କୁ ବହୁତ ଭିତିରିଆ କଥା ଜଣାଉଛନ୍ତି, ଧରମା ଭାଇଙ୍କ ସହିତ ଇଣ୍ଟରାକ୍ସନ୍ ହେଇକି ତାଙ୍କ ଲିଙ୍କରେ ବହୁତ ରହୁଛନ୍ତି। ତେଣୁକରି ରାଜ୍ୟରେ ଥିବା ମୋହନ ସରକାରଙ୍କ ପ୍ରତି ତାଙ୍କର ଆଉ ସେତେ ଭଲ ପାଇବା ନାହିଁ। ମୋତେ ଲାଗୁଛି ବହୁତ କମ୍ ଦିନ ଭିତରେ ବୋଧେ ତଡ଼ା ଖାଇ ବାହାରିଯିବେ। ଆଉ ସେଇଟା ହିଁ ସେତିକିରେ ଖୁସି ହେବେ ସିଏ। ଲୋକଙ୍କୁ ବିଜେପି ସରକାର ଯେଉଁ ମନ୍ତ୍ରୀମାନେ ଯେଉଁ ଆଶ୍ୱାସନା ଦିଅନ୍ତି, ଯାହା ତ ଆପଣ ଶୁଣିଥିଲେ, 300 ୟୁନିଟ୍ ବିଜୁଳି, ଚିଟ୍‌ଫଣ୍ଡ ପଇସା 24 ଘଣ୍ଟା, ମାନେ 2 ଦିନ ଭିତରେ ଆମେ ରିଟର୍ଣ୍ଣ କରେଇଦେବୁ। ଆଉ ବହୁତ କିଛି ପ୍ରତିଶ୍ରୁତିର ଗନ୍ତାଘର ବିଜେପି ସରକାର। କିନ୍ତୁ ଆପଣମାନେ ଦେଖୁଥିବେ, ଆପଣଙ୍କର କୃଷିମନ୍ତ୍ରୀ ଯେମିତି କହିଲେ, ଗେହୂଁ, ପିଆଜ, ଆଳୁ ସବୁ ଟ୍ରେନ୍ରେ ଆସୁଛି। ଆଜ୍ଞା, ଆଇମା ଗପ ଭଳିଆ ଲାଗୁଛି ଏସବୁ ଜିନିଷ। ଆଉ ସତରେ ଓଡ଼ିଶା ଯେଉଁ ଅପର ଲେବୁଲ୍ରେ ଥିଲା ୱାର୍ଲଡ଼ରେ, ଆମେ ନିଜକୁ ଗର୍ବ ଅନୁଭବ କରୁଥିଲେ, ଗର୍ବିତ ମନେ କରୁଥିଲେ। ଆଜି ସେ ଫିଲିଙ୍ଗସ୍ ଆସୁନି। ଅନ୍ତରରୁ ଲାଗୁଛି ଯେମିତି ସେ ହରପ୍ପା ମହେଞ୍ଜୋଦାର ସଭ୍ୟତା ଭଳି ଆମ ଓଡ଼ିଶା ବି ମାନଚିତ୍ରରୁ ଲୋପ ପାଇଯିବ। ଜୟ ଜଗନ୍ନାଥ।